ଏବେ ବଢ଼ିବନି ପାଚିକାଙ୍କ ଦରମା। ପୂର୍ବରୁ ପାଚିକା ମାନେ ମାସକୁ 2000 ଟଙ୍କା ଦରମା ପାଉଥିଲେ। ବିଜେପି ସରକାର ପାଚିକାଙ୍କ ଦରମା 3000 ଟଙ୍କାକୁ ବୃଦ୍ଧି କରିଛନ୍ତି। ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ। ଦରମା ବୃଦ୍ଧି ପାଇଁ ବାରମ୍ବାର ଆନ୍ଦୋଳନ କରିବା ଠିକ୍ ନୁହେଁ। ଆନ୍ଦୋଳନରୁ ଓହରି ପାଚିକାମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଅପିଲ କରିଛନ୍ତି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ। ସେପଟେ ବିଜେପି ସରକାର ଆସିବା ପରେ ପାଚିକାଙ୍କ ଦରମା 3000 ଟଙ୍କାକୁ ବୃଦ୍ଧିକୁ ମହାସଂଘ ସଭାପତି ସ୍ୱୀକାର କହିଛନ୍ତି ସରକାରଙ୍କ ପାଖରେ 7 ଦଫା ଦାବି ଉପସ୍ଥାପନ କରାଯାଇଛି। ଦରମା ବୃଦ୍ଧି ସେଥିମଧ୍ୟରୁ ଗୋଟିଏ। ଯଦି ଏହା ମନ୍ତ୍ରୀଙ୍କ ପାଇଁ ଗ୍ରହଣୀୟ ନୁହେଁ ତେବେ ଅନ୍ୟ 6ଟି ଦାବି ବିଷୟରେ ମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ ବୋଲି ମହାସଂଘର ସଭାପତି ଅନୁରୋଧ କରିଛନ୍ତି। 7 ଦଫା ଦାବିରେ ପାଚିକାମାନେ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆନ୍ଦୋଳନ ଚଳାଇଛନ୍ତି। ଗାନ୍ଧୀ ମାର୍ଗରେ ଧାରଣା ସ୍ଥଳରେ 9 ଜଣ ପାଚିକା ଅସୁସ୍ଥ ହୋଇପଡ଼ିଛନ୍ତି। कौन सब दरमा वृद्धि होउथिबो कि आमे एबे जस्ट तांकर दरमा वृद्धि करिछु। बहुत कम दिन भितर तांकर दरमा वृद्धि हेछि। 2000 तेला ताको 3000 टंका करिछु। तांको कोन ये निश्चय ये चाप सृष्टि करूचंती संगे संगे दरमा कम दिन बर वृद्धि हेछि। किछि दिन काम करंतु कम से कम तापरे लगातार गोटे काम कला परे आउरी आसीबे बसिबे आउरी आसी बसिबे ये तो सब ठीक नाही। मु तांको अनुरोध करूचे तांको काम रे से माने जोग दियो। संगे संगे पुनर्बार से माने आंदोलन करिबा उचित नुह। तांको अनुरोध रहउछि मोर जे से माने आ धारणा रे न बसी निजे कार्य रे से माने जोग दियो।